ଆଜି ଡ୍ୟୁଟିରୁ ଆସିବାରେ ଏତେ କଣ ଲେଟ୍ ହେଲା? କଥା କଣ କି? ତମେ ଆଜି ମଦ ପିଇକି ଆସିଛ? ତମେ ମଦ ପିଇକି ଆସିଛ? ତମେ ଆଜି ମଦ ପିଇକି ଆସିଛ? କଥା ଟିକେ ବୁଝ। ଆରେ ଦୁନିଆର ପରିସ୍ଥିତି ନା ମତେ ଆଜି ବାଧ୍ୟ କଲା ମଦ ପିଇବାକୁ। ତମକୁ ଖାଲି ଏଇ ଦୁନିଆରେ ପରିସ୍ଥିତି ବାଧ୍ୟ କରୁଛନ୍ତି ମଦ ପିଇବାକୁ, କାଇଁ ଆମକୁ କେହି ତ ବାଧ୍ୟ କରୁନାହାନ୍ତି? କଥା କଣ କି, ଡ୍ୟୁଟି ଶେଷ କରିକି ମାତ୍ର 3 କିଲୋମିଟର ଆସିଛି, ଗାଡି ତେଲ ଶେଷ ହେଇଗଲା। ଯଦି ଗାଡିରୁ ତେଲ ସରିଗଲା ତାହେଲେ ତମେ ମଦ ପିଇବା କଣ ଦରକାର? ଆରେ ବାବା ମୋ କଥା ଟିକେ ଶୁଣ, ଖାଲି ତ ଖାଲି ଗର 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 ହେଇ ଚାଲିଲ। ଆରେ ତେଲ ତ ଗାଡିରୁ ସରିଗଲା, ତେଲ ତ ପୁଣି ଆଣିଲେ ଗାଡିରେ ପକେଇଲେ ଗାଡିଟା ଚାଲିବ। ଗୋଟେ ଅନେଇଲା ବେଳକୁ ଆଗରେ ଗୋଟେ ପ୍ଲାଷ୍ଟିକ ବୋତଲ ପଡିଥିଲା। ସେ ବୋତଲଟାକୁ ଧରିକି ଚାଲିଲି ଟାଙ୍କି ଅଭିମୁଖେ। ଟାଙ୍କିରେ ଯାଇକି ବୋତଲଟା ଦେଖେଇଦେଲି। ସେ ଟାଙ୍କି ବାଲା କଣ କହିଲେ ଜାଣିଛ? କହିଲା ବାବୁ ଆଉ ପ୍ଲାଷ୍ଟିକ ବୋତଲରେ ଆମର ତେଲ ଦିଆ ହଉନି। ମୁଁ କହିଲି ପ୍ଲାଷ୍ଟିକ ବୋତଲ ତେଲ ଦିଆ ହଉନି? ଆରେ ବାବୁ ଗାଡିରେ ତେଲ ସରିଯାଇଛି। ପ୍ଲାଷ୍ଟିକ ବୋତଲ ତେଲ ନଦବ ମୁଁ ଗାଡିରେ ତେଲ ପକେଇବି କେମିତି? ମୁଁ ଗାଡିଟା ଆଣି ତ ଗଡେଇ ଗଡେଇ ତମଟା ଆଣିପାରିବିନି। ସେ କହିଲେ ଦିଆ ହଉଛି। ମୁଁ କୋଉଥିରେ? ନା କାଚ ବୋତଲରେ ଦିଆ ହଉଛି। ମୁଁ କାଚ ବୋତଲରେ ଦିଆଯାଉଛି, ମୁଁ କାଚ ବୋତଲ ଆଣିବି କୋଉଠୁ? ହଉ ନହେଲେ ତ ପୁଣି ଗାଡିଟା ଏଠି ପଡିଛି, ମୁଁ ଆସିକି ଏଠି ମୁଁ ଚାଲି ଚାଲି ଗଲି। ଗଲା ବେଳକୁ ଦେଖିଲା ବେଳକୁ ଗୋଟେ ଗ୍ରୋସରୀ ଦୋକାନ ଖୋଲା ହେଇଛି। ମୁଁ ଏଠି ଭାଇ ପଚାରିଲି, ଭାଇ କାଚ ବୋତଲ ଅଛି? ସେ କହିଲା କଣ ଜାଣିଛୁ? ଆମର କାଚ ବୋତଲ ହଉଛି ଟମାଟୋ ସକ୍ସ, ଚିଲି ସକ୍ସ। ମୁଁ କହିଲି ଟମାଟୋ ସକ୍ସ, ଚିଲି ସକ୍ସ ମୁଁ ତ ପିଇ ପାରିବିନି କି ଢାଳି ପାରିବିନି। ଢାଳିଲେ ଲସ୍, ଲସ୍ ନା ଲସ୍ ନୁହଁ। ସେଠୁ ମୁଁ କହିଲି କଣ କରିବି କଣ? ଅନେଇ ଦେଲା ବେଳକୁ ଆଗରେ ଠିଆ ହେଇଛି କାଉଣ୍ଟର, ମାନେ ମଦ କାଉଣ୍ଟର। ସେଠି ତ ସଫିସିଏଣ୍ଟ କାଚ ନା। ମୁଁ ଚାଲିଲି କାଉଣ୍ଟରକୁ, ଦେଖିଲି ଛୋଟ କାଚରେ ଆଇଲା ବେଳକୁ କେତେ ସେ ପେଟ୍ରୋଲ ହବ? ଗାଡିରେ ପଡିଲା ବେଳକୁ ଟିକେ ଶୁଷ ହେଇଯିବ। ମୁଁ କହିଲି ବଡଟେ ନେଇଯିବା ଆଉ। ତେଣୁ ସେଇଥିପାଇଁ ଗୋଟେ ଫୁଲଟେ ଆଇଲେ ଆଉ। ଫୁଲଟେ ମାନେ କ୍ୱାଡଟେ। କ୍ୱାଡଟେ ସିନା ଆଣିଲି ହେରି, ମୁଁ କଣ ସେ କ୍ୱାଡଟା ଏକା ପିଇ ପାରିବି? ଆରେ ଯଦି ଏକା ମୁଁ ପିଇଥାନ୍ତି ଆଉ ଏଇଟାକୁ ଚଲେଇଥାନ୍ତି, ସିଧା ତ ଉପରକୁ ଯାଇଥାନ୍ତି ଆଉ କୁଆଡେ ତମ ମତେ କୁଆଡେ ଦେଖିଥାନ୍ତ। ତେଣୁ ଭାବିଲି କଣ କରିବି କଣ। ସିଧା ମନେ ପଡିଗଲା ରାକେଶ କଥା। ରାକେଶକୁ ଫୋନଟା ଲଗେଇଥିଲି ଆଉ। ମୁଁ କହିଲି ରାକେଶ କୋଉଠି ଅଛୁ? ମୁଁ ବର୍ତ୍ତମାନ ସକାଳୁ କାଉଣ୍ଟରରେ, ତୁ ଜଲ୍ଦି ପଳେଇଆ। ତେଣୁ ରାକେଶ ଗାଡି ଧରିକି ପିଇକି ପଳେଇ ଆସିଲା ଆଉ ସାଥି ହେଇକି ବସିକି ଦି ଜଣଙ୍କୁ ପୁରା ଫିନିଶ କରିଦେଲି। ତାପରେ ରାକେଶ ଗାଡିରେ ବସିକି ଚାଲିଲୁ ଟାଙ୍କିକି, ଲିଟରେ ତେଲ ଆଇଲି, ଗାଡିରେ ପକେଇଲି, ଗାଡି ଧରିକି ଆସିଲି। ଆଉ ମୁଁ କଣ କରିଥାନ୍ତି କହିଲ? ଆଉ କଣ ମୋର ଉପାୟ ଅଛି ମତେ କୁହ? ଆରେ ମଦ ପିଇବାକୁ ଗୋଟେ ବାହାନା ଦରକାର। କେମିତି ମୁଁ ମଦ ପିଇବି? ବ୍ୟସ୍ତ ହଉନି, ବୋତଲଟା ବି ଆଣିଛି। କାରଣ ଏଥରକ ଗାଡିରୁ ତେଲ ସଇଲେ ଆଉ ବୋତଲ କିଣିବିନି। ସେଇ ବୋତଲରେ ତେଲ ଆଣିକି ଗାଡିରେ ପକେଇବି, ଗାଡି ଧରିକି ଆସିବି। ସେଇଥିପାଇଁ ବୋତଲଟାକୁ ଧରିକି ପଳେଇ ଆସିଛି। ମଧୁଆଙ୍କର ତ ବାରବାଟୀ ଚାଷ। ସ୍ୱାମୀଟା କଷ୍ଟରେ ଗାଡିଟାକୁ ଗଡେଇ 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 ଘରକୁ ଧରି ଆସିଥାନ୍ତା, ତମେ ସ୍ତ୍ରୀ ହେଇକି ସହିପାରିଥାନ୍ତ? ଏଥିରେ ପୁଣି ମତେ ଭୁଲ ଦେଇ ଦେଉଛ।